এই ନ୍ୟୁଜ୍ ଦେଖନ୍ତୁ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟିଙ୍କ ନିକଟରୁ ଆସିଛି 12,824 ଅଛି ଚିଠି ନମ୍ବର, ଯାହାକି 1/12/2025ରେ ଚିଠିଟି ଆସିଛି। ଯେ ଏସ୍ପିଡି ଅଛନ୍ତି ସେ ଚିଠି କରିଛନ୍ତି ସମସ୍ତ ବିଓଙ୍କୁ, ଡିଓଙ୍କୁ, ଡାଇଟ୍କୁ ଆଉ ପ୍ରିନ୍ସିପାଲ୍ ଓଏଫ୍କୁ। ତ କ'ଣ କରିବା ପାଇଁ କହିଛନ୍ତି ଦେଖନ୍ତୁ, ଅର୍ଗାନାଇଜେସନ୍ ଅଫ୍ ଆକ୍ଟିଭିଟି ଅଣ୍ଡର ଭାରତୀୟ ଭାଷା ଉତ୍ସବ, ଯାହାକି 4 ଡିସେମ୍ବରଠୁ 11 ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରିବେ, ଯାହାକି ଆପଣମାନଙ୍କର ଏଠାରେ ବିଭିନ୍ନ ପ୍ରକାର ଆକ୍ଟିଭିଟି କରିବେ ଭାରତୀୟ ଭାଷା ଉତ୍ସବ ନେଇକି। ତେଣୁ ଖାଲି ପାଳନ ଚାଲିଛି, କିନ୍ତୁ କେତେ ମାତ୍ରାରେ ତାହା ସଫଳତା ହେଉଛି ତାହାକୁ କେହି ତର୍ଜମା କରି କହିପାରିବେ ନାହିଁ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠପଢ଼ା ଛାଡ଼ି ଖାଲି ଉତ୍ସବ ପାଳନରେ ବ୍ୟସ୍ତ ରହୁଛନ୍ତି। ଏହା ନିଶ୍ଚିତ ଭାବରେ ବୁଦ୍ଧିଜୀବୀ ସମସ୍ତ ଶିକ୍ଷାବିତ୍ ଏଥିରେ ମୁଣ୍ଡ ପୁରାଇବାର ଆବଶ୍ୟକତା ଅଛି। ମ୍ୟାଡ଼ାମ୍ ସାର୍ ଇନକ୍ଲୁଜିଂ ହିୟର ୱିଥ୍ ଲେଟର୍ସ ରିସିଭ୍ଡ ଫ୍ରମ୍ ସେକ୍ରେଟାରୀ ଡିପାର୍ଟମେଣ୍ଟ ସ୍କୁଲ ଏଜୁକେସନ୍ ଲିଟରେସି ଡିପାର୍ଟମେଣ୍ଟରୁ ଆସିଛି ନ୍ୟୁ ଦିଲ୍ଲୀରୁ। ଆଇ ଇଣ୍ଟିମେଟ୍ ୟୁ ଦ୍ୟାଟ୍ ଦ ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ହାଜ୍ ବିନ୍ ଡିସାଇଡେଡ୍ ଟୁ କଣ୍ଡକ୍ଟ ଭାରତୀୟ ଭାଷା ଉତ୍ସବ 4 ଡିସେମ୍ବର ଟୁ 11 ଡିସେମ୍ବର 2025 ପର୍ଯ୍ୟନ୍ତ, ଯାହାକି ଆପଣମାନଙ୍କର ଆନିଭର୍ସରୀ ହେଉଛି କ'ଣ ନା ମହାକବି ସୁବ୍ରମଣ୍ୟମ୍ ଭାରତୀଙ୍କର ଜନ୍ମ ଜୟନ୍ତୀ ଆନିଭର୍ସରୀ, ବାର୍ଥ ଆନିଭର୍ସରୀ ପାଳନ ଉତ୍ସବ ଉପଲକ୍ଷେ ଡିସେମ୍ବର 11ରେ ତାଙ୍କର ଜନ୍ମଦିନ ପାଳନ କରାଯିବ। ତେଣୁ ମେନି ଲାଙ୍ଗୁଏଜ୍ ୱାନ୍ ଇମୋସନ୍ସ ଉପରେ ଆପଣମାନଙ୍କର ସେଲିବ୍ରେସନ୍ କରାଯିବ 11 ତାରିଖ। ତାହା ନିଶ୍ଚିତ ଭାବରେ ସମସ୍ତଙ୍କ ପାଳନ କରିବା ପାଇଁ ଆସିଛି, ଯାହାକି ଆପଣମାନଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିବ। ଯେ ଭାରତୀୟ ଭାଷା ମହୋତ୍ସବ କାର୍ଯ୍ୟକ୍ରମରେ 4 ଡିସେମ୍ବରରୁ 11 ଡିସେମ୍ବର ଭିତରେ ବିଭିନ୍ନ ପ୍ରକାର ଆକ୍ଟିଭିଟି ମଧ୍ୟ ଆପଣମାନେ କରିବେ, ୱାର୍କସପ୍ କରିବେ, କଲଚରାଲ୍ ପରଫର୍ମାନ୍ସ କରିପାରିବେ, ବିଭିନ୍ନ ଲାଙ୍ଗୁଏଜ୍ ଉପରେ ଡିବେଟ୍ କରିପାରିବେ। ତ ଏହିସବୁ କାର୍ଯ୍ୟକ୍ରମ କରିବା ପାଇଁ ଆପଣମାନଙ୍କୁ ଆସିଛି। ଆପଣମାନେ ତୟାର ହୋଇଯାଆନ୍ତୁ ଆଉ କାର୍ଯ୍ୟକ୍ରମ କରନ୍ତୁ। କ'ଣ କ'ଣ ରୁଲ୍ସ ଅଛି ଚାଲନ୍ତୁ ଦେଖିବା। ବର୍ତ୍ତମାନ ଡେ ୱାଇଜ୍ ଆପଣଙ୍କର ଯେଉଁ 7 ଦିନ ଧରି ଯେଉଁ କାର୍ଯ୍ୟକ୍ରମଟି କରାଯିବ, ସେ 7 ଦିନର କ'ଣ କ'ଣ କରିବେ ତା'ର ଭାରତୀୟ ଭାଷା ଉତ୍ସବର ଦେଖନ୍ତୁ ଫର୍ମାଟ୍ ମୋତେ ଆସିଛି। ଥିମ୍ ଆଉ ଆକ୍ଟିଭିଟି କ'ଣ କରିବେ, ନମ୍ବର ଅଫ୍ ସ୍କୁଲ ଅର୍ଗାନାଇଜ୍ କେତେ ହେଲା, ଟୋଟାଲ୍ ନମ୍ବର କେତେ ପାର୍ଟିସିପେଟ୍ କଲେ, କେତେ ଟିଚର ପାର୍ଟିସିପେଟ୍ କଲେ, ନମ୍ବର ଅଫ୍ କମ୍ୟୁନିଟି ମେମ୍ବର ଇନଭଲ୍ଭ କେତେ ହେଇଥିଲେ, ଫଟୋଗ୍ରାଫ ଭିଡ଼ିଓ ଦେଇଛନ୍ତି କି ନାହିଁ, ସ୍ପେଶାଲ ମିଡ଼ିଆ ପୋଷ୍ଟ ସେୟାର କରନ୍ତୁ। ଏସବୁ ଜିନିଷ ଆପଣଙ୍କୁ କରିବା ପାଇଁ ପଡ଼ିବ, ଯାହାକି ଆସିଛି ଏଠାରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଚିଠି। ତାପରେ ଗାଇଡ଼ଲାଇନ୍ ମଧ୍ୟ ଏଠାରେ ଅଛି ଦେଖନ୍ତୁ, ଯେଉଁଟାକି ଆପଣମାନଙ୍କର ସଞ୍ଜୟ କୁମାର ଆଏସ୍ ସେକ୍ରେଟାରୀ ଯିଏ ଅଛନ୍ତି ଶିକ୍ଷା ବିଭାଗର ଡିପାର୍ଟମେଣ୍ଟର ଲିଟରେସି ଡିପାର୍ଟମେଣ୍ଟର ସେଇ ଚିଠିଟି କରିଥିଲେ, ତାହାକୁ ଧରି ଆପଣମାନେ ପାଳନ କରିବା ପାଇଁ ପଡ଼ିବ। ଯାହାକି ଆପଣମାନେ ଏଠାରେ ଦେଖିପାରୁଥିବେ କ'ଣ କ'ଣ ଡେଜ୍ 1ରେ, ଡେଜ୍ 2 ଆଉ ଡେଜ୍ 3ରେ କ'ଣ ଅଛି ଦେଖନ୍ତୁ। ଲାଙ୍ଗୁଏଜ୍ ଡିସପ୍ଲେ ଆଣ୍ଡ ଲାଙ୍ଗୁଏଜ୍ ହେରିଟେଜ୍ ୱାଲ୍ସ ପ୍ରଥମ ଦିନରେ କରିବେ। ଦ୍ୱିତୀୟ ଦିନରେ ପୋଏଟ୍ରି ଆକ୍ରସ୍ ଲାଙ୍ଗୁଏଜ୍ ଆଣ୍ଡ ମ୍ୟୁଜିକ୍ ଥ୍ରୋ ଲାଙ୍ଗୁଏଜ୍ ଦ୍ୱିତୀୟ ଦିନ କରିବେ। ତୃତୀୟ ଦିନରେ କ'ଣ କରିବେ ଦେଖନ୍ତୁ, ଫେଷ୍ଟିଭାଲ୍ ଅଫ୍ ମେନି ଟଙ୍ଗସ୍ ଆଣ୍ଡ ଭଏସ୍ ଅଫ୍ ଲାଙ୍ଗୁଏଜ୍ ପୋଡ଼କାଷ୍ଟ। ତ ତାହାକୁ ମଧ୍ୟ ଏଠାରେ କରିବା ପାଇଁ ଆସିଛି। 4 ଅଛି ଦେଖନ୍ତୁ, ଯାହାକି ୟୁନିଟି ଇନ୍ ପ୍ରୋଭାବ୍ସ ଆଣ୍ଡ ଭାଷା ମିତ୍ର କୋଲାବୋରେସନ୍ 4 ଦିନ, ଯେଉଁଟାକି 8 ଡିସେମ୍ବରରେ। 9 ଡିସେମ୍ବରରେ କରିବେ, 4 ଦିନ ଯେଉଁଦିନ ହେଉଛି ଭାଷା ବନ୍ଧୁ ଲେଟର୍ସ ଆଣ୍ଡ ଷ୍ଟୋରି, ଯାହାକି ଚେନ୍ ଇନ୍ ମଲ୍ଟିପୁଲ୍ ଲାଙ୍ଗୁଏଜ୍, ବିଭିନ୍ନ ପ୍ରକାର ଭାଷାରେ ଆପଣମାନେ କରିପାରିବେ ଲେଟର୍ସକୁ ନେଇକି। ଡେଜ୍ 6 ଯେଉଁଟାକି 10 ଡିସେମ୍ବରରେ କରିବ, ଲାଙ୍ଗୁଏଜ୍ ଏକ୍ସପ୍ଲୋରେସନ୍ କ୍ଲବ୍ ଗଠନ କରିବେ, ଯାହାକି ଲାଙ୍ଗୁଏଜ୍ ଏକ୍ସପ୍ଲୋରେସନ୍ କ୍ଲବ୍। ଡେଜ୍ 7ରେ ଯେଉଁଟାକି 11 ତାରିଖ ଆପଣମାନଙ୍କର ଇଣ୍ଟରାକ୍ଟିଭ୍ ଲାଙ୍ଗୁଏଜ୍ ଫେୟାର, ଯାହାକି ଭାଷା ମେଳା ଆଣ୍ଡ ଲାଙ୍ଗୁଏଜ୍ ଥିଏଟର ଶୋକେସ୍ କରିବେ, ଯାହାକି ଆପଣମାନଙ୍କର ଡେଜ୍ 7ରେ ଯେଉଁଟାକି 11 ତାରିଖ ଦିନ। ତ ଏଇଭଳି ଆପଣଙ୍କର କ୍ଲଷ୍ଟର ଲେବୁଲରେ ମଧ୍ୟ କରାଯିବ କାର୍ଯ୍ୟକ୍ରମ, ଯାହାକି ଭାଷା ଉତ୍ସବ ଯାତ୍ରା, ଆପଣମାନଙ୍କର ଲାଙ୍ଗୁଏଜ୍ ଇମେରେସନ୍ କ୍ୟାମ୍ପ, ତାପରେ ଭାଷା କଳା ମହୋତ୍ସବ, ଭାରତୀୟ ଭାଷା ମହୋତ୍ସବ, ଆୱାରନେସ୍ ଅଫ୍ ଡ୍ରାଇଭ୍, ଭାଷା ସମ୍ବର୍ଦ୍ଧନା ଅଭିଯାନ, ତାହା ମଧ୍ୟ ଆପଣମାନଙ୍କ ମଲ୍ଟି ଲାଙ୍ଗୁଏଜରେ କରିପାରିବେ। ତା ଡିଟେଲ୍ସ ଭାବରେ ଏଠାରେ ଦେଇଛି, ଆପଣମାନେ ଦେଖିପାରୁଥିବେ ଯେ ଏଭଳି ସମସ୍ତ ସ୍କୁଲମାନଙ୍କରେ ଆକ୍ରସ୍ ଇନ୍ ଇଣ୍ଡିଆ ପାଳନ କରିବା ପାଇଁ ପଡ଼ିବ, ଯାହାକି ଏଇ ଚିଠିଟି ଆସିଛି। ଆପଣମାନେ ଏହାକୁ ପାଳନ କରିବା ପାଇଁ ବାଧ୍ୟ, ଯାହାକି ତା'ର ନାମ ହେଉଛି ମେନି ଲାଙ୍ଗୁଏଜ୍ ୱାନ୍ ଇମୋସନ୍ ନେସନ୍ସ। ତ ତେଣୁ ଆପଣମାନେ ଏଠାରେ ସମସ୍ତ ଡିପାର୍ଟମେଣ୍ଟକୁ ଚିଠି କରିଛନ୍ତି, ଯାହାକି ଏଜୁକେସନାଲର ଯେତେ ଡିପାର୍ଟମେଣ୍ଟ ଅଛି ଆପଣମାନଙ୍କର ସମସ୍ତଙ୍କୁ ଚିଠି କରାଯାଇଛି ପାଳନ କରିବା ପାଇଁ। ଆପଣମାନେ ଏଇ ଯେଉଁଦିନ ଯେଉଁ ଡେଜ୍ରେ ଯାହା ପାଳନ କରିବା କଥା ଆପଣମାନେ ଗୋଟି ଗୋଟି କରି ପାଳନ କରିବେ। ଆଉ ଏଇ ଯେଉଁ ଫର୍ମାଟ୍ଟି ଅଛି, ଏଇ ଫର୍ମାଟ୍ରେ ଆପଣମାନେ ପୂରଣ କରିକି ଦେବାକୁ ପଡ଼ିବ ଆପଣଙ୍କର ସିଆର୍ସିସି ମାନଙ୍କୁ କିମ୍ବା ବିଓ ମାନଙ୍କୁ। ଚାଲନ୍ତୁ ଦେଖିବା ନେକ୍ସଟ ନ୍ୟୁଟି କ'ଣ ଅଛି। ନ୍ୟୁଟି ଦେଖନ୍ତୁ, ଯାହାକି ଆପଣମାନଙ୍କର
ଏଠାରେ ପ୍ରାଥମିକ ଶିକ୍ଷକ ମହାସଂଘର ଗୋଟେ ଆସିଛି ଯାହାକି ଏସ୍ପିଡିଙ୍କ ପାଖକୁ ଚିଠି କରିଛନ୍ତି ରିକ୍ୱେଷ୍ଟ ଦ ଡିପର ସିଡ୍ୟୁଲ୍ଡ MSM 6/12/2025 ଏନି ଅଦର ସୁଇଟେବୁଲ୍ ଡେଟ୍। ତ କ'ଣ ଅଛି ଦେଖନ୍ତୁ, ବର୍ତ୍ତମାନ ଏଇ ଯେଉଁ ଆପଣମାନଙ୍କର ପ୍ରାଥମିକ ଶିକ୍ଷକ ମହାସଂଘର ଯିଏ ସଭାପତି ଅଛନ୍ତି ରାମଲାଲ ପଟେଲ, ସେ ଚିଠି ଦେଇଛନ୍ତି ଏସ୍ପିଡିଙ୍କୁ, ଯାହାକି ଆପଣମାନଙ୍କର ୱିଥ୍ ରେଫରେନ୍ସ ଟୁ ସବଜେକ୍ଟ ସାଇଟେଡ୍ ଏଭଭ୍ ପ୍ରାଥମିକ ଶିକ୍ଷକ ମହାସଂଘ ଯେଉଁ ଅଛି ଓଡ଼ିଶା ଭୁବନେଶ୍ୱର 1 would you like to inform you that our ମହାସଂଘ has planned for agitation at lower PMG 5/12/2025। ତେଣୁ ଦେଖନ୍ତୁ, ଯାହାକି ଆପଣମାନଙ୍କର 5/12/2025ରେ ଯେଉଁ ଷ୍ଟ୍ରାଇକ୍ଟି କରାଯିବ ଫର୍ ନେକ୍ସଟ ଡେ ୱି, ତେଣୁ ଦ୍ୱିତୀୟ ଦିନ ପାଇଁ ଯାହାକି କ୍ଲୋଜର ଲେବୁଲରେ MCMର କଥା ପଡ଼ିଛି MSM, ତେଣୁ ତାହାକୁ ମଧ୍ୟ ଏଠାରେ ସେ ମେମୋରାଣ୍ଡମଟି ଦେଇଛନ୍ତି। ଏଲିମିନେଟ୍ ଟିଚର୍ସ ଆଣ୍ଡ ମେକ୍ ଦ MSM ସକ୍ସେସଫୁଲି ଆଇ ରିକ୍ୱେଷ୍ଟ ଟୁ ଗୁଡ୍ ସେଲ୍ଫ ସିଫ୍ଟେଡ୍ ଡେଟ୍ ଅଫ୍ MSM ସିଡ୍ୟୁଲ୍ଡ ଅନ୍ 6/12/2025 ଟୁ ଏନି ସୁଇଟେବୁଲ୍ ଡେଟ୍। ତ ଏଥିରେ ଆପଣମାନେ ଦେଖିପାରୁଥିବେ ଯାହାକି କିଭଳି ଭାବରେ ରାମଲାଲ ପଟେଲ ତାଙ୍କର ବିଚକ୍ଷଣ ଜାଲ ବିଛେଇ ଚାଲିଛନ୍ତି ସରକାରଙ୍କୁ ଫାଶରେ ପକାଇବା ପାଇଁ। ତ ନିଶ୍ଚିତ ଭାବରେ ଆପଣ ତାଙ୍କୁ ସହଯୋଗ କରନ୍ତୁ, ଫାଶ ପକାନ୍ତୁ, ଆପଣଙ୍କର ଦାବି ପୂରଣ ହେଉ। ଚାଲନ୍ତୁ ଦେଖିବା ନେକ୍ସଟ ନ୍ୟୁଜ୍ଟି କ'ଣ ଅଛି। ତ ଏଇ ନ୍ୟୁଜ୍ଟି ଅଛନ୍ତି ଦେଖନ୍ତୁ, ସମ୍ପତ୍ତି ତାଲିକା ନଦେଲେ ପ୍ରମୋସନ ବନ୍ଦ। ଯାହାକି ସରକାରୀ ବାବୁଙ୍କର ଯେଉଁ ସମ୍ପତ୍ତି ତାଲିକା ଅଛି, କିନ୍ତୁ ଯେଉଁମାନେ ଅଲଗା ଯେଉଁ ଅଛନ୍ତି ସରକାରୀ କର୍ମଚାରୀକୁ ଛାଡ଼ିଲା ପରେ ସେମାନଙ୍କର ଆବଶ୍ୟକତା ନାହିଁ। ତେଣୁ ଏହା ହେଉଛି ମାର ଭଣ୍ଡାରୀ ଏକ ମାରବରୀ କାମ ହୋଇଛି। ତେଣୁ ଆପଣମାନେ ଯେହେତୁ ଆପଣମାନଙ୍କର ସର୍ବସ୍ୱ ଡାଟା ସରକାରଙ୍କ ନିକଟରେ ଅଛି, ତେଣୁ ଆପଣମାନେ ଖୁବ୍ ଶୀଘ୍ର ଚୋରା କିଛି ସମ୍ପତ୍ତି ରୋଜଗାର କରି ଧନୀ ହୋଇଯାଉଛନ୍ତି। ତ ତେଣୁକରି ଚିଠିଟି ବାରମ୍ବାର ରିଭାଇଜ୍ କରାଯାଉଛି, ଯାହାକି ଆପଣମାନଙ୍କର ଜାନୁଆରୀ 2015 ସୁଦ୍ଧା 25 ସମ୍ପତ୍ତି ତାଲିକା ଦେବା ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକି ଏହା ପୂର୍ବରୁ ବହୁବାର ସାଧାରଣ ପ୍ରଶାସନ ବିଭାଗରୁ ସମ୍ପତ୍ତି ତାଲିକା ଚିଠି ଲେଖାଯାଇଥିଲା, ହେଲେ ଅନେକ ବାବୁ ଏଯାଏ ସମ୍ପତ୍ତି ତାଲିକା ଦେଇନାହାନ୍ତି। ତେଣୁ କଡ଼ା ନିଷ୍ପତ୍ତି ନିଆଯାଇଛି, ପ୍ରମୋସନ ପାଇପାରିବେ ନାହିଁ। ଚାଲନ୍ତୁ ଦେଖିବା ନେକ୍ସଟ ନ୍ୟୁଜ୍ଟି କ'ଣ ଅଛି। ତ ଏଇ ନ୍ୟୁଜ୍ଟି ଅଛି ଦେଖନ୍ତୁ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପୁରୀ, ଯାହାକି ଆପଣମାନଙ୍କର ଲେଟର ନମ୍ବର 11,321 ସମସ୍ତ ହେଡ଼ମାଷ୍ଟର ହେଡ଼ମିଷ୍ଟର୍ସକୁ ଚିଠି କରାଯାଇଛି। ଅଲ୍ ହାଇସ୍କୁଲ ସ୍କୁଲ ଅଣ୍ଡର ପୁରୀ ଏଜୁକେସନ୍ ଡିଷ୍ଟ୍ରିକ୍ଟର କ'ଣ ଦେଇଛି ଦେଖନ୍ତୁ, ରିଗାର୍ଡ଼ିଂ ଇନଭଲଭମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଟିଚର୍ସ ଇନ୍ ପ୍ରାଇଭେଟ୍ ଟ୍ୟୁସନ୍। ତେଣୁ ଟ୍ୟୁସନ୍ରେ ଯେଉଁମାନେ ବ୍ୟସ୍ତତା ଅଛନ୍ତି, ଯେଉଁ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ, ତାଙ୍କୁ ସାବଧାନ କରାଦିଆଯାଇଛି ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ, ଯାହାକି ମ୍ୟାଡ଼ାମ ସାର୍ ୱିଥ୍ ରେଫରେନ୍ସ ଟୁ ଲେଟର୍ସ ସବଜେକ୍ଟ ସାଇଟେଡ୍ ଭ୍ୟାରିୟସ୍ grievances allegations are received from different quarters that some government high school teachers are involved in private tuitions। ତେଣୁ ବହୁତ ଜଣ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରାଇଭେଟ୍ ଟ୍ୟୁସନ୍ରେ ବ୍ୟସ୍ତ ଅଛନ୍ତି। ଇନ୍ ଦ କଣ୍ଟେକ୍ସଟ ଅଫ୍ ଦ ରିକ୍ୱେଷ୍ଟେଡ୍ ଟୁ ଲୁକ୍ ଦ ମ୍ୟାଟର ପର୍ସନାଲି ଆଣ୍ଡ ରିପୋର୍ଟ ନେମ୍ ସଚ୍ ଟିଚର୍ସ ହୁ ଆର୍ ଇନଭଲ୍ଭ ଟୁ ସେଡ୍ ଆକ୍ଟିଭିଟି ଅଫ୍ ଟେକିଂ ଆକ୍ସନ୍। ଯାହାକି ଆପଣମାନଙ୍କର ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ DO ଚିଠି କରିଛନ୍ତି। ସମସ୍ତ ଟିଚର୍ସ ମାନେ କିଏ କେଉଁଠି ତାଙ୍କର ଲିଷ୍ଟ ମାଗିକି ଦିଆଯାଇଛି ହେଡ଼ମାଷ୍ଟର୍ସ ମାନଙ୍କୁ, ଯାହାକି ପୁରୀ ଡିଷ୍ଟ୍ରିକ୍ଟର ସମସ୍ତ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ କିଏ ଟ୍ୟୁସନ୍ରେ ଏଇ ଯେଉଁ ରିପୋର୍ଟ ଯାଉଛି ଏ କାହା ଇଙ୍ଗିତରେ ଯାଉଛି ତାହାକୁ ଆମେ ବୁଝିବାକୁ ପଡ଼ିବ। ତେଣୁ ବର୍ତ୍ତମାନ ସମୟ ଯେ ଶିକ୍ଷାଦାନ ଦେବା, କେଉଁଠି କିଏ ପେଟପାଟଣା ପାଇଁ କିଛି ପଇସା ରୋଜଗାର କରିପାରୁଥାଏ, କିନ୍ତୁ ଏଥିରେ ଯେ ବହୁତ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଛନ୍ତି କିଭଳି ଭାବରେ ଶିକ୍ଷାର ମାନ ଉନ୍ନତି ହେବ ତାହା ପାଇଁ ବ୍ୟତିବ୍ୟସ୍ତ ଅଛନ୍ତି। ତେଣୁ କିଛିଟା ସମୟରେ କିଛି ସମୟ ଡେଡିକେଟ୍ କରି ସେମାନେ ପାଠ ପଢ଼ାଉଛନ୍ତି, କିନ୍ତୁ ତାହାକୁ କେହି ଲକ୍ଷ୍ୟ କରୁନାହାନ୍ତି ଯେ ସେମାନଙ୍କର ଯେଉଁମାନେ ପ୍ରାଇଭେଟ୍ ଅଛନ୍ତି ସେଇମାନେ ହିଁ ଏଇ ଚିଠିର କରାଇବାର ମୁଖ୍ୟ ଉଦ୍ଦେଶ୍ୟ ବ୍ୟକ୍ତିବିଶେଷ ଅଛନ୍ତି, ଯାହାକି ସେ ଜିଲ୍ଲା ଶିକ୍ଷା ଅଧିକାରୀ ବୁଝିବା ଦରକାର, ଜାଣିବା ଦରକାର। ତେଣୁ ତାଙ୍କ କଥାରେ ଏମାନେ ଚିଠି କରୁଛନ୍ତି। ତେଣୁ ଯେଉଁ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍ ଗୁଡ଼ିକ ଅଛି ସେମାନଙ୍କର କିଛି ହାମ୍ପରିଂ ହେଉଛି, ଯାହାକି ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଉଛି, ଏହାର ଦିଗ ହେଉଛି ସେଇଠି ଆସୁଛି। ତେଣୁ ଆପଣମାନେ ଚିନ୍ତା କରନ୍ତୁ। ଚାଲନ୍ତୁ ଦେଖିବା ନେକ୍ସଟ ନ୍ୟୁଜ୍ଟି କ'ଣ ଅଛି। ତ ଏହି ନ୍ୟୁଜ୍ଟି ଆପଣ ଚିତ୍ର ଦେଖିପାରୁଥିବେ, ଯାହାକି ଗୋଟେ ଚିତ୍ର କ'ଣ ଅଛି, ଚାଲନ୍ତୁ ସେ ଚିତ୍ର ବିଷୟରେ କହିବା। କ'ଣ ଗୋଟେ ମେମୋରାଣ୍ଡମ୍ ଦେଉଛନ୍ତି, ଯାହାକି ପ୍ରାଥମିକ ମହାସଂଘ ଓଡ଼ିଶା ଭୁବନେଶ୍ୱର ଦ୍ୱାରା ଯେଉଁ ଡାକରା ଦିଆଯାଇଛି, ତ ସେଥିରେ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ପାଖକୁ ଯାଇଛି। ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ କେନ୍ଦ୍ରାପଡ଼ାର ଯେଉଁ ସଂଘ ଅଛି ପ୍ରାଥମିକ ଶିକ୍ଷକ ମହାସଂଘ, ସେ ଚିଠି ଦେଇଛନ୍ତି, ଯାହାକି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ତେଣୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ଆପଣମାନେ ତୁରନ୍ତ ଆପଣଙ୍କ ବ୍ଲକ ସ୍ତରୀୟ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ, ଆପଣଙ୍କର ଦାବି ପୂରଣ କରନ୍ତୁ। ଏହା ଆମେ ମଧ୍ୟ ଚାହୁଁଛୁ। ଆପଣମାନେ
ଆପଣଙ୍କର ଯେଉଁ ଦାବିଗୁଡ଼ିକ ଅଛି ଆମେ ବାରମ୍ବାର ପ୍ରଚାର ପ୍ରସାରରେ ଅଛୁ। ଆପଣମାନେ ବହୁ ମାତ୍ରାରେ ଯେଉଁ ଦାବିଗୁଡ଼ିକ କ'ଣ ଆଲୋଚନା ହେଉଛି ତାହା ଆପଣମାନେ ଆମକୁ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ନେକ୍ସଟ ନ୍ୟୁଜଟି କ'ଣ ଅଛି। ଡିଓଙ୍କର କଡ଼ା ତାଗିଦ, ଟ୍ୟୁସନ୍ କରୁଥିବା ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଏ ମଧ୍ୟ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଲେ ତାଲିକା ମଗାଗଲା। ତେଣୁ ହୁସିଆର ହୋଇଯାଆନ୍ତୁ, ଆପଣମାନେ ସେଥିରୁ ନିବୃତ୍ତ ରୁହନ୍ତୁ, ନଚେତ ଆପଣମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ଯଥେଷ୍ଟ ସମ୍ଭାବନା ଅଛି। ଏଥିଲା ଆପଣମାନଙ୍କ ପାଇଁ ଛୋଟିଆ ହେଲ୍ପଫୁଲ୍ ଭିଡ଼ିଓଟି। ଆପଣମାନଙ୍କୁ ରିକ୍ୱେଷ୍ଟ, ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟି ବହୁ ମାତ୍ରାରେ ଲାଇକ୍ ଆଉ ସେୟାର କରନ୍ତୁ। ଆମେ ଏଭଳି ହେଲ୍ପଫୁଲ୍ ଭିଡ଼ିଓ ଆପଣମାନଙ୍କ ପାଇଁ ପ୍ରୋଭାଇଡ଼ କରିବୁ। ନମସ୍କାର, ସର୍ବେ ଭବନ୍ତୁ ସୁଖିନଃ।